ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜି ଆମେ ଜାଣିବା 25 ନଭେମ୍ବର 2024 ତାରିଖ ସୋମବାର ଦିନର ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ ସର୍ବପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ତା ପୂର୍ବରୁ ଆମ ଚ୍ୟାନେଲକୁ ଯିଏ ନୂଆ କରି ଆସିଛନ୍ତି, ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲକୁ ଅଲରେ ସିଲେକ୍ଟ କରନ୍ତୁ, କାହିଁକି ନା ଆମେ ଅପଲୋଡ କରିଥିବା ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ ଆପଣ ସର୍ବପ୍ରଥମେ ପାଇପାରିବେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଆଜି ଏକାଦଶ ଭାବରେ ଶନି ସହ ଚନ୍ଦ୍ରଙ୍କ ସଂଯୋଗ, ରାଶ୍ୟାଧିପ ମଙ୍ଗଳଙ୍କ ନିଚତ୍ୱ କାରଣରୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ସ୍ମୃତିଚାରଣା ଏବଂ ଆନୁଷ୍ଠାନିକ କାମ ସକାଶେ ଆଜି ଆପଣ ଉତ୍ସାହିତ ରହିବେ, କିନ୍ତୁ ପାରିବାରିକ କଳହ, ଲୋକ ସମ୍ପର୍କ ଦିଗରୁ ବ୍ୟତିକ୍ରମର ସାମ୍ନା କରିବେ। ସରକାରୀ ସ୍ତରରୁ ସାହାଯ୍ୟ ଅସହାୟ ହୋଇପାରନ୍ତି। ବୃଷ ରାଶି କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିଃସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି। ପରିବାରରେ ଅର୍ଥ କିମ୍ବା ଜମିଜମାକୁ କେନ୍ଦ୍ର କରି ଆଜି ଆପଣଙ୍କର ପରିବାରରେ ଟଣା ଅଟରା ଦେଖାଦେଇପାରେ। ମିଥୁନ ରାଶି ନୂତନ କର୍ମାରମ୍ଭରେ ଅର୍ଥ ସଙ୍କଟ କାମକୁ ଅଟକାଇ ରଖିବାର ଆଶଙ୍କା ରହିଅଛି। ଲୁଚି ରହିଥିବା ମନର ଦୁଃଖକୁ ବନ୍ଧୁଙ୍କ ସମ୍ମୁଖରେ କହି ଅସ୍ୱସ୍ତି ଲାଭ କରିବେ। କର୍ମ ସଂସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ଦ୍ୱାରା ଦିଗ୍ଦର୍ଶନ ପାଇବେ। ବ୍ୟବସାୟ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କର୍କଟ ରାଶି ଅଭାବ ଏବଂ ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଦିନରୁ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ନିଜ ପରିସରର ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଆଜି ଚେଷ୍ଟା କରିପାରନ୍ତି। ସିଂହ ରାଶି ନିଜ ପରିସର ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଅର୍ଥ ସଙ୍କଟ ଦୂରେଇଯିବ। ସନ୍ତାନଙ୍କ ସମସ୍ୟା ସହଜରେ ସମାଧାନ ହୋଇଯିବ। ଆନୁଷ୍ଠାନିକ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୁରାଇଲେ ଅପମାନିତ ହେବାକୁ ପଡ଼ିବାର ଆଶଙ୍କା ରହିଅଛି। କନ୍ୟା ରାଶି ସ୍ୱାସ୍ଥ୍ୟ ନିୟନ୍ତ୍ରଣରେ ରହିବାରୁ ଅସ୍ୱସ୍ତି ଲାଭ କରିବେ। ଆତ୍ମୀୟ ସ୍ୱଜନଙ୍କ ସ୍ନେହ ଏବଂ ସହାନୁଭୂତି ସାମୟିକ ମନରେ ଦୁଃଖକୁ ଲାଘବ କରିପାରେ। ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଆପଣଙ୍କ କୃତିତ୍ୱର ଗୁଣଗାନ କରିବା ସହ କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ତୁଳା ରାଶି କର୍ମକ୍ଷେତ୍ରରେ ସହକର୍ମୀଙ୍କ ମନଗଢ଼ା କଥାକୁ ବିଶ୍ୱାସ କରି ଭାବପ୍ରବଣ ହୋଇପାରନ୍ତି। ପାରିବାରିକ ସମ୍ପର୍କ ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବନ୍ଧୁ ମିଳନ ପାଇଁ ଯୋଜନା କରିବେ। ଦରକାରୀ କାଗଜପତ୍ର କିମ୍ବା ଜିନିଷ ଆବଶ୍ୟକ ସମୟରେ ପାଇବେ ନାହିଁ। ଆଜିର ଯାତ୍ରା ପ୍ରୀତିପଦ ରହିବ ଏବଂ ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ। ବିଛା ରାଶି ପରିବାରର ବିଭିନ୍ନ ଜଞ୍ଜାଳରେ ବ୍ୟସ୍ତ ରହିବା ହେତୁ ମନ ଅସ୍ଥିର ରହିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟିକୁ ନିକଟତର ପାଇ ଆତ୍ମହରା ହୋଇପାରନ୍ତି। ଆନୁଷ୍ଠାନିକ କାମ, ସଂଗଠନ, ସଭା ସମିତି ଏବଂ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ସାମାନ୍ୟ ପ୍ରତିବନ୍ଧକ କାରଣରୁ ବିଳମ୍ବିତ ସମୟରେ ଆଶା ପୂରଣ ହୋଇଯିବ। ଧନୁ ରାଶି ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଏବଂ କାମରେ ପ୍ରତିବନ୍ଧକ ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଏବଂ ପ୍ରକାଶନ କ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ବାଣିଜ୍ୟ, ନୂତନ ବନ୍ଧୁ ସମ୍ପର୍କ ଏବଂ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ମକର ରାଶି କର୍ମକ୍ଷେତ୍ରରେ ଆଶାଜନକ ସଫଳତା ପାଇବା ଯୋଗୁଁ ଆଜି ଆପଣଙ୍କର ମନ ଖୁସି ରହିବ। ପରିବାରରେ ଭୁଲ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଆତ୍ମୀୟ ସ୍ୱଜନଙ୍କ ପରଶ୍ରୀ କାତରତା ଜନିତ କଟୁ ମନ୍ତବ୍ୟ ହେତୁ ଅନ୍ୟମନସ୍କ ହୋଇପାରନ୍ତି। ଉଚ୍ଚଶିକ୍ଷା, ବିଦେଶ ଯାତ୍ରା, ଆମଦାନୀ କାରବାର ଏବଂ ଶୁଭ ଖବରରୁ ଖୁସି ରହିବେ। କୁମ୍ଭ ରାଶି ସରକାରୀ କାମରେ ପଦସ୍ଥ ବ୍ୟକ୍ତିଙ୍କ
ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘ ଦିନରୁ ସ୍ଥଗିତ ରହିଥିବା କାମଟି ବନ୍ଧୁଙ୍କ ସାହାଯ୍ୟରେ ହଠାତ୍ ହୋଇଯିବ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ନହେଲେ ହଜିଯାଇପାରେ। ପୂର୍ବ ଆଲୋଚନା କ୍ରମେ ପ୍ରିୟଜନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ମୀନ ରାଶି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କର୍ମକ୍ଷେତ୍ରରେ ଅସାଧ୍ୟ ସାଧନ ରହିପାରିବେ। ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ହେତୁ ଉତ୍ତର ଭାଦ୍ରବ ନକ୍ଷତ୍ର ପାରିବାରିକ ସ୍ଥିତି ଭଲ ରହିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ରାଶିଫଳ ବିଷୟରେ। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, କମେଣ୍ଟ ଏବଂ ସେୟାର କରିଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ।